ପିଲାମାନେ ତମ ମାନଙ୍କର ଆଜି ରକ୍ତ ପରୀକ୍ଷା ହବ। ଡାକ୍ତର ମାନେ ଆସିଛନ୍ତି, ତେଣୁ ସମସ୍ତେ ଲାଇନ ହେଇକି ଠିଆ ହେଇଯାଅ। ସାର୍ ରକ୍ତ ପରୀକ୍ଷା ପାଇଁ ମଝିରେ ଥରେ ହେଇଥିଲେ, ପୁଣି କଣ ରକ୍ତ ପରୀକ୍ଷା? କେତେ ଥର ରକ୍ତ ପରୀକ୍ଷା ହଉଛି କି? ହଇରେ, ସରକାରଙ୍କ ନିର୍ଦ୍ଦେଶ। ସରକାର ଯେତେ ଥର ଚାହିଁବେ ପିଲାମାନଙ୍କର ସେତେ ଥର ରକ୍ତ ପରୀକ୍ଷା ହବ। କଣ ଆମେ ମନେ ମନେ ରକ୍ତ ପରୀକ୍ଷା କରିଦଉଛୁ ନା କଣ? ଚୁପଚାପ ଯାଇ ଲାଇନରେ ଠିଆ ହବ, ବୁଝିଲୁ? ସାରେ ମୋ ବୋଉ କହୁଥିଲା ରକ୍ତ ପରୀକ୍ଷା ହେଲେ ସବୁ ରକ୍ତ ଇଞ୍ଜେକ୍ସନରେ ଟାଣି ନେବେ। ନାଇଁ ନାଇଁ ନାଇଁ, ମୁଁ ରକ୍ତ ପରୀକ୍ଷା କରିବିନି। ମୋ ଦିହରେ ମଶା ବସିଛି, ସେଇଆକୁ ନେଇ ତମେ ରକ୍ତ ପରୀକ୍ଷା କର। ମୁଁ ରକ୍ତ ଦେଇପାରିବିନି। ଆରେ ଡାଙ୍ଗ ଶୁଣୁ ଶୁଣୁ, ଆରେ ରକ୍ତ ପରୀକ୍ଷା କଲେ କିଛି ହବନି, ଟିକିଏ ରକ୍ତ ନେବରେ। ଆରେ ଶୁଣି ଯା। ନାଇଁ ନେଉଳ ଭାଇ, ମୁଁ ରକ୍ତ ପରୀକ୍ଷା କରିବିନି। ତୁ ତୋର କେତେ ରକ୍ତ ପରୀକ୍ଷା କରିବା କଥା କରେ, ମୁଁ ଘରକୁ ଯାଉଛି। ଇରେ ଆଚ୍ଛା, ଆରେ ହେ ଡାଙ୍ଗ ଶୁଣ ଶୁଣ ରେ, ମୋ କଥା ଥରେ ଶୁଣୁ। ଆରେ କିଛି ହବନି, ଡରକୁରାଙ୍କ ଭଳିଆ କଣ ପଳଉଛୁ? ରକ୍ତ ପରୀକ୍ଷା କଲେ ଫଳ ଦେବେ ରେ। ଆରେ ଶୁଣ ଶୁଣ, ଆରେ ହେ ପିଲା, ତୋ ଦିହରୁ ଆମେ ଇଞ୍ଜେକ୍ସନରେ ରକ୍ତ ନବୁ। ତୋ ମାମୁଁ ଘର ଆଡିକ ନା। ହଉ, ମାମୁଁ ଘର ଆଡିକ ନଉଛି। ଆଲେ ଡାକ୍ତର ସାର୍, ଆପଣ ପରା କହିଲେ ମାମୁଁ ଘର ଆଡିକି ଅନେଇଲେ ରକ୍ତ ନେଲେ କାଟିବନି ବୋଲି। ମତେ ତ ରକ୍ତ ନେଲେ କାଟିଲା। ସତରେ ଆପଣଙ୍କର କଥାବାର୍ତ୍ତା ଠିକ ନାହିଁ। ହଲୋ ହଲୋ, ଇନ୍ଦା ତନେ ଗଲା ଦଲଲ ସବୁ ରକ୍ତ ନେଇଗଲା। ହଇଲା ଲତ୍ୟ, ମୋ ହାତ ଲଦିକ ତୁଲା ପକେଇ ଦାଇଲୁ। ହଇରେ ଗେଣ୍ଡୁ, ତତେ ଏକେ କଷ୍ଟ ହଉଛି ନାଇଁ? ଆମକୁ ବୋଧେ ମିଠା ଖାଇଲା ଭଳି ଲାଗୁଛି। ତୋ ନିଜ ହାତରେ ନିଜେ ତୁଳା ପକେଇ ଧ। କହିଲା କଣ ତୁଳା ପକେଇ ଧ। ପିଲାମାନେ ସମସ୍ତେ ବୁଧବାର ଦିନ ଆସିବ। ସେଇଦିନେ ରକ୍ତ ପରୀକ୍ଷା ଫଳାଫଳ ବାହାରିବ। ଯାହାର ରକ୍ତ ଦେହରେ କମ ଥିବ ତାକୁ ରକ୍ତ ଦିଆଯିବ, ବୁଝିଲ? ହି ଭଗବାନ, ପୁଣି ବୁଧବାର ଦିନ ଆସିବାକୁ ପଡିବ? ନାଇଁ ନାଇଁ, ମୁଁ ଆଉ ଆସିବିନି। ମଣିଷ ଇଞ୍ଜେକ୍ସନ ଫୁଟି ଫୁଟି ମଣିଷ ଦରମରା କରିସାରିବନି। ଆଲେ ହଲା ଲତ୍ୟା, ଆଉ ଆମେ ଆତ୍ୟା ନାହିଁ। କେତେ ବାହାନା କାଲି ଲଇଯିବା। ହରେ ଗେଣ୍ଡୁ, ସେଇଆ କରିବା। ସାଙ୍ଗମାନେ, ଭିଡିଓଟି କଣ କେମିତି ଲାଗିଲା ମତେ କମେଣ୍ଟ ବକ୍ସରେ ଜଣେଇବେ। ଯଦି ଆମ ଚ୍ୟାନେଲରେ ନୂଆ ଅଛନ୍ତି, ଦୟାକରି ଭିଡିଓଟିକୁ ଲାଇକ୍ ଆଉ ସବସ୍କ୍ରାଇବ କରିଦିଅନ୍ତୁ। ଯେତେବେଳେ ଆମର ଭିଡିଓ ଅପଲୋଡ କରାଯିବ, ସର୍ବପ୍ରଥମେ ନୋଟିଫିକେସନ ଆପଣ ମାନଙ୍କ ପାଖକୁ ଯିବ। କଣ ବୁଝିଲେ ତ?